କ'ଣ ଆପଣ ଜାଣନ୍ତି ଆଜିର ଦିନରେ କେବଳ ସୂର୍ଯ୍ୟ ପରିବର୍ତ୍ତନ ହୁଅନ୍ତି ନାହିଁ, ବରଂ ଶରୀରର ରକ୍ତ ବି ଖୋଜେ ଭକ୍ତିର ଚରମ ସୀମା। ଯେଉଁଠି ନିଆଁ ଉପରେ ଚାଲିବା ଖେଳ ପରି ମନେ ହୁଏ ଏବଂ ଶରୀରରେ କଣ୍ଟା ଫୋଡ଼ିବା ପାଲଟିଯାଏ ଭକ୍ତିର ପ୍ରତୀକ ବା ଶକ୍ତିର ପ୍ରତୀକ ଭାବରେ। କ'ଣ ଏହି ମେରୁ ସଂକ୍ରାନ୍ତିର ଅସଲ ରହସ୍ୟ? ଆସନ୍ତୁ ଜାଣିବା ଆଜିର ଏହି ସ୍ପେଶିଆଲ ରିପୋର୍ଟରେ। ମେରୁ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ସବୁଠାରୁ ବଡ଼ ପର୍ବ, କିନ୍ତୁ ଏହା କେବଳ ପଣା ପିଇବାର ଦିନ ନୁହେଁ, ଏହା ହେଉଛି ଦଣ୍ଡନାଚର ସମାପନ ଉତ୍ସବ। 21 ଦିନ ଧରି ଚାଲିଥିବା କଠୋର ତପସ୍ୟାର ଶେଷ ପାହାଚ। ଶରୀର କଷ୍ଟ ପାଏ ସତ, କିନ୍ତୁ ଆତ୍ମା ଶିବମୟ ହୋଇଯାଏ। ଏହା ଖେଳ ନୁହେଁ, ଏହା ହେଉଛି ବିଶ୍ୱାସର ଅଗ୍ନି ପରୀକ୍ଷା। ସୂର୍ଯ୍ୟଙ୍କ ପ୍ରଖର କିରଣ ଆଉ ସେପଟେ ଧୂଳି ବାଲିରେ ଭକ୍ତଙ୍କ ଦେହ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଦିନ ଭକ୍ତମାନେ ନିଜ ଶରୀରକୁ କଷ୍ଟ ଦେଇ କାମନା ପାସ୍ କରନ୍ତି ବା କାମନା ଫାଶରୁ ମୁକ୍ତି ଖୋଜନ୍ତି। କିନ୍ତୁ ସବୁଠାରୁ ରୋମାଞ୍ଚକର କଥା କ'ଣ ଜାଣନ୍ତି? ମେରୁ ଖୁଣ୍ଟ। ଏହା ଏକ ଉଚ୍ଚ ଖୁଣ୍ଟରେ ଭକ୍ତଙ୍କୁ ଓଲଟା ଝୁଲାଇ ତଳେ ନିଆଁ ଜଳାଯାଇଥାଏ। ଶୁଣିବାକୁ ଡର ଲାଗୁଛି କି? କିନ୍ତୁ ସେହି ଭକ୍ତର ମୁହଁରେ ଥାଏ କେବଳ ଶିବଙ୍କ ନାମ। ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ। ଯେଉଁଠି ବିଜ୍ଞାନ ହାର ମାନେ ସେଇଠି ମେରୁ ସଂକ୍ରାନ୍ତିର ଭକ୍ତି ଆରମ୍ଭ ହୋଇଥାଏ। ଖାଲି ସେତିକି ନୁହେଁ, ଏହି ଦିନଟି ହେଉଛି ବୀର ହନୁମାନଙ୍କର ଜନ୍ମୋତ୍ସବ। ଶକ୍ତିର ଦେବତା ହନୁମାନ ଓ ସଞ୍ଚାରର ଦେବତା ଶିବ, ଏହି ଦୁଇ ଶକ୍ତିର ମିଳନ ହେଉଛି ମେରୁ ସଂକ୍ରାନ୍ତି। ଘରେ ଘରେ ଛତୁଆ ଓ ପଣାର ମହକ। ବାଉଁଶ ଉପରେ ଛୋଟ ମାଠିଆ ଟାଙ୍ଗି ସେଥିରୁ ଟୋପା ଟୋପା ପାଣି ତଳେ ପଡ଼ିଥିବା ତୁଳସୀ ଗଛରେ ପଡ଼େ। ଏହା କେବଳ ପରମ୍ପରା ନୁହେଁ, ବରଂ ଜଳ ସଂରକ୍ଷଣର ଏକ ବଡ଼ ଶିକ୍ଷା। ସବୁଠୁ ବଡ଼ ପ୍ରଶ୍ନ, ଆଜିର ଏହି ଆଧୁନିକ ଯୁଗରେ କାହିଁକି ଲୋକେ ଏହି କଷ୍ଟସାଧ୍ୟ ପରମ୍ପରାକୁ ପାଳନ କରୁଛନ୍ତି? କାରଣ ଓଡ଼ିଆ ଜାତି ଜଣେ କିପରି ନିଜର ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହୁଏ। ଯେତେବେଳେ ଝୁଣା ନିଆଁ ଆକାଶକୁ ଛୁଏଁ, ସେତେବେଳେ ପ୍ରତିଟି ଓଡ଼ିଆର ଛାତି ଗର୍ବରେ ଫୁଲି ଉଠେ। ମନେ ରଖନ୍ତୁ, ଯିଏ ନିଆଁ ସହ ଖେଳି ଜାଣେ ସିଏ ହେଉଛି ଓଡ଼ିଆ, ଆଉ ଯିଏ କଷ୍ଟ ସହି ଶକ୍ତି ପାଏ ସିଏ ହେଉଛି ଦଣ୍ଡୁଆ। ଆସନ୍ତୁ ଏହି ମେରୁ ସଂକ୍ରାନ୍ତିରେ ଆମ ସଂସ୍କୃତିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ କମେଣ୍ଟରେ ହର ହର ମହାଦେବ ଲେଖିବାକୁ ଏବଂ ଜୟ ମା ଦଣ୍ଡକାଳୀ ଲେଖିବାକୁ ଭୁଲନ୍ତୁ ନାହିଁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ଶୁଭ ବିଶ୍ୱ ପଣା ସଂକ୍ରାନ୍ତି।